1975 ମସିହାରେ ଇନ୍ଦିରା ଗାନ୍ଧୀ ତାଙ୍କର ନିର୍ବାଚନରେ ହାରିଯିବା ଫଳରେ ତାଙ୍କର ଗାଦିକି ବଜାୟ ରଖିବା ପାଇଁ ଆମ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ। ସେହି ସମୟରେ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କର ନିର୍ବାଚନକୁ ଅବୈଧ ଘୋଷଣା କରିଥିଲା। ତେଣୁ ତାଙ୍କୁ ତାଙ୍କର ପଦତ୍ୟାଗ କରିବାକୁ ପଡିଥାନ୍ତା। ସେ ନିଜର ଆସନକୁ ଧରି ରଖିବା ପାଇଁ ସେ ଇମର୍ଜେନ୍ସି ଡିକ୍ଲେୟାର କଲେ, ଯାହା ଫଳରେ ସେ ସମୟରେ ଯୋଉମାନେ କଂଗ୍ରେସ ଶାସନକୁ ବିରୋଧ କଲେ ବା ଦେଶର ଯୋଉମାନେ ବିରୋଧୀ ଦଳର ମୁଖ୍ୟ ନେତାମାନେ ଥିଲେ, ଓଡିଶା ସମେତ ହଜାର ହଜାର ନେତା, ସାଧାରଣ ଜନତା, ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସେ ଆରେଷ୍ଟ କରି ଜେଲରେ ପୁରେଇଲେ। କେବଳ ଜେଲରେ ରଖିଲେନି, ସମସ୍ତ ସାଧାରଣ ଲୋକଙ୍କର ବାକ୍ ସ୍ୱାଧୀନତା, ସମ୍ବାଦପତ୍ରର ସ୍ୱାଧୀନତା ସବୁକିଛି ସେ ବନ୍ଦ କରିଦେଲେ। ସମ୍ବାଦପତ୍ର ପ୍ରକାଶ ପାଇଲା, ରେଡିଓ ନ୍ୟୁଜ ଆସିଲା, କିନ୍ତୁ ତା ପୂର୍ବରୁ ସେସବୁ ସେନ୍ସର ହେଲା। ଠିକ କଥା ଲୋକମାନଙ୍କ ପାଖରେ ପହଞ୍ଚି ପାରିଲାନି। ମୁଁ ସେତେବେଳେ ବିଏସ୍ସି ପଢୁଥିଲି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଁ ସକ୍ରିୟ ସଦସ୍ୟ ଥିଲି। ସଂଘର ଆହ୍ୱାନରେ 75 ମସିହା ନଭେମ୍ବର ମାସରେ ମୁଁ ଏବଂ ମୋର ଅନ୍ୟ ସାଥୀ 17 ଜଣ ଆମେ କଟକରେ କଂଗ୍ରେସ ଶାସନ ବିରୁଦ୍ଧରେ, ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଆମେ ଶ୍ମଶାନ ଶୋଭାଯାତ୍ରା କରି ସତ୍ୟାଗ୍ରହ କରିଥିଲୁ। ଆମେ ସ୍ଲୋଗାନ ଦେଇଥିଲୁ ତାଙ୍କ ବିରୁଦ୍ଧରେ, ଯାହାଫଳରେ ଆମକୁ ଗିରଫ କରାଯାଇକି କଟକ ଜେଲରେ ହିଁ ରଖାଗଲା। କେବଳ ସେଇ ସମୟରେ ମୁଁ ନଥିଲି କଟକ ଜେଲରେ, ମୋରି ଭଳି ଆହୁରି ପ୍ରାୟ 80 ଜଣ DIR ଗିରଫ ହୋଇକି କଟକ ଜେଲରେ ରହିଥିଲେ। ଏହା ବ୍ୟତୀତ ବଡ ବଡ ନେତାମାନଙ୍କୁ ବା ଯୋଉମାନେ ପଲିଟିକାଲ ବିଷୟ ସମ୍ପୃକ୍ତ ଥିଲେ ସେମାନଙ୍କୁ ନିଶାରେ ମଧ୍ୟ ଆରେଷ୍ଟ କରାଯାଇକି ଦେଶ ସାରା ଏବଂ ଆମ ଓଡିଶାରେ ମଧ୍ୟ ବିଭିନ୍ନ ଜେଲରେ ରଖାଯାଇଥିଲା। ଏହି ସମୟରେ ଜୟପ୍ରକାଶ ନାରାୟଣଙ୍କ ଆହ୍ୱାନରେ ସତ୍ୟାଗ୍ରହ ଆରମ୍ଭ ହେଲା, ଯୋଉଟା ସମ୍ପୂର୍ଣ୍ଣ କ୍ରାନ୍ତି କୁହାଯାଉଛି। ସେ ତାଙ୍କରି ଆହ୍ୱାନରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଂଗଠନ, ଛାତ୍ର ସଂଗଠନ ଏମାନେ ସମସ୍ତେ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କଲେ। ଇନ୍ଦିରା ଗାନ୍ଧୀ ଯେତେବେଳେ ଅନୁଭବ କଲେ ଆଉ ଏ ଆନ୍ଦୋଳନକୁ ମୁଁ ଚପେଇ ପାରିବିନି, ଆଉ ବେଶୀ ଦିନ ଏମାନଙ୍କୁ ଜେଲରେ ରଖିପାରିବିନି, ସେ ବାଧ୍ୟ ହେଇକି 77 ମସିହାରେ ଇମର୍ଜେନ୍ସି ହଟେଇଲେ। ଇମର୍ଜେନ୍ସି ହଟେଇଲେନି ତ ନିର୍ବାଚନ କରିବା ପାଇଁ ବାଧ୍ୟ ହେଲେ। ଏହି ନିର୍ବାଚନରେ ଇନ୍ଦିରା ଗାନ୍ଧୀ ପରାସ୍ତ ହେଲେ। ଦେଶରେ ଜନତା ସରକାର ଆସିଲା। ଜନତା ସରକାର ଆସିଲା, ଯାହା ଆଉ ପୁଣି ସମ୍ବିଧାନର ଠିକ ପ୍ରଚଳନ ହେଲା, ସମ୍ବିଧାନ ଠିକ ଭାବରେ କାର୍ଯ୍ୟ କଲା। ଏହାପରେ ସେହି ସମୟରେ ଇନ୍ଦିରା ଗାନ୍ଧୀ ଏବଂ କଂଗ୍ରେସ ଶାସନ ଯୋଉଭଳି ଅତ୍ୟାଚାର କରିଛି, ମାନେ ବ୍ରିଟିଶର ଶାସନ ଅପେକ୍ଷା ଏମାନଙ୍କ ଶାସନ ଆହୁରି ନିକୃଷ୍ଟ ଧରଣର ଥିଲା। ଲୋକମାନେ ତ୍ରାହି ତ୍ରାହି ଡାକୁଥିଲେ। ଶାସନ ବଦଳିବା ଫଳରେ ଦେଶରେ ପୁଣି ଗଣତନ୍ତ୍ର ପ୍ରତିଷ୍ଠା ହେଲା। ମୋଦୀ ସରକାର ଆସିଲା ପରେ ଯୋଉମାନେ ସେ ସମୟରେ 75 ମସିହାରୁ 77 ମସିହା ମଧ୍ୟରେ କାରାବରଣ କରିଥିଲେ, ଏହି ଗଣତନ୍ତ୍ର ରକ୍ଷା ପାଇଁ ସ୍ୱାଧୀନତା ଆନ୍ଦୋଳନ ଭଳି ଆନ୍ଦୋଳନ କରିଥିଲେ, ଗଣତନ୍ତ୍ରକୁ ପୁଣି ଫେରି ଆଣିଥିଲେ, ସେ ସେମାନଙ୍କ କଥା ଚିନ୍ତା କଲେ। ଭାରତରେ ଥିବା ସେହି ସମୟରେ ବିଜେପି ଶାସନାଧୀନ ରାଜ୍ୟମାନେ ପ୍ରାୟ 12ଟା ରାଜ୍ୟ ଏହି କର୍ମୀମାନଙ୍କୁ, ଏହି ସ୍ୱତନ୍ତ୍ର ସେନାନୀ ମାନଙ୍କୁ ବିଭିନ୍ନ ପ୍ରକାର ଭତ୍ତା ବା ଗମନାଗମନ ସୁବିଧା, ଚିକିତ୍ସା ସୁବିଧା ଦେଲେ। ଆନ୍ଦୋଳନ ସମୟରେ ତ କେହି କେବେ ଭାବିନଥିଲେ ଆମକୁ 50 ବର୍ଷ ପରେ, 40 ବର୍ଷ ପରେ ଆମକୁ ଏମିତି କିଛି ଗୋଟେ ସୁବିଧା ଦିଆଯିବ ବା ଏସବୁ କେହି କେବେ ଆଶା ବି କରିନଥିଲେ। ଯାହା ଗଭର୍ଣ୍ଣମେଣ୍ଟ ତରଫରୁ ଏତିକି କରାଯାଉଛି, ସେଥିପାଇଁ ଓଡିଶା ଗଭର୍ଣ୍ଣମେଣ୍ଟକୁ ମୁଁ ଧନ୍ୟବାଦ ଜଣାଉଛି।